ମାମୁଁ ଘରେ ଥିବା ଜଣେ 6 ବର୍ଷର ଶିଶୁପୁତ୍ର ପୋଖରୀରେ ବୁଡ଼ି ଯିବାରୁ ତାଙ୍କର ଜୀବନ ଯାଇଛି। ଏପରି ଦୁଃଖଦ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଚମ୍ପୁଆ ଉପଖଣ୍ଡ ବାରିଆ ଥାନା ଅନ୍ତର୍ଗତ କଳିଙ୍ଗା ଗାଁରେ। ମିଳିଥିବା ସୂଚନା ଅନୁଯାୟୀ ଚମ୍ପୁଆ ବ୍ଲକ ବାଲିପଶି ଗାଁର ରଞ୍ଜନ ମୁଣ୍ଡା ଚେନ୍ନାଇରେ କାମ କରୁଥିବାରୁ 1 ମାସ ହେବ ତାଙ୍କ ସ୍ତ୍ରୀ ଓ 6 ବର୍ଷର ପୁଅ ବାରିଆ ଥାନା ଅନ୍ତର୍ଗତ କଳିଙ୍ଗା ଗାଁ ତାଙ୍କ ଶ୍ୱଶୁର ଘରେ ରହି ଆସୁଥିଲେ। ତେଣୁ କୁନି ପୁଅଟି ଘର ନିକଟରେ ଖେଳୁଥିବା ବେଳେ ପାଖରେ ଥିବା ଏକ ପୋଖରୀ ନିକଟକୁ ଯାଇ ଅସାବଧାନତା କାରଣରୁ ପାଣିରେ ବୁଡ଼ି ଯାଇଥିଲେ। ଏପଟେ ପୁଅକୁ ଦୀର୍ଘ ସମୟ ଦେଖିବାକୁ ନ ପାଇ ଘର ଲୋକମାନେ ଖୋଜାଖୋଜି କରିବା ପରେ ଶେଷରେ ପୋଖରୀରୁ ତାଙ୍କୁ ଉଦ୍ଧାର କରାଯାଇଥିଲା। ଆଉ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲେ ବି ଡାକ୍ତର ତାଙ୍କୁ ପରୀକ୍ଷା କରି ମୃତ ଘୋଷଣା କରିଛନ୍ତି। ଖବର ପାଇ ବାରିଆ ପୁଲିସ ଡାକ୍ତରଖାନାରେ ପହଞ୍ଚି ମୃତଦେହକୁ ଜବତ କରି ଘଟଣାର ତଦନ୍ତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ଚମ୍ପୁଆ ଡାକ୍ତରଖାନାକୁ ପଠାଇଛନ୍ତି। ତେବେ ମାମୁଁ ଘରେ ଶିଶୁପୁତ୍ରର ମୃତ୍ୟୁକୁ ନେଇ ତାଙ୍କ ପରିବାରରେ ଅତି ଦୁଃଖର ଛାୟା ଖେଳିଯାଇଛି। କେନ୍ଦୁଝର ଜିଲ୍ଲାରୁ ଦୀପେଶ କୁମାର ବେହେରାଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।